ଆଜି ଶପଥ ଗ୍ରହଣ କରୁଅଛି କି କୁଷ୍ଠରୋଗର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ସନ୍ଦେହ କଲେ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରାମର୍ଶ ପାଇଁ ପଠାଇବି। ଯଦି ତାଙ୍କୁ କୁଷ୍ଠରୋଗ ହୋଇଥିବ ତେବେ ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ପାଇବାରେ ସୁନିଶ୍ଚିତ ସାହାଯ୍ୟ କରିବି। ଯଦି ମୋ ପରିବାରରେ ଓଡ଼ିଶାରେ କିମ୍ବା ସମାଜରେ କେହି କୁଷ୍ଠରୋଗାକ୍ରାନ୍ତ ବ୍ୟକ୍ତି ଥାନ୍ତି ମୁଁ ତାଙ୍କ ସହିତ ବସିବା ଖାଇବା ବୁଲାବୁଲି କରିବାରେ କୌଣସି ଭେଦଭାବ ରଖିବି ନାହିଁ। ମୁଁ ଏହା ମଧ୍ୟ ଶପଥ ନେଉଅଛି କି କୌଣସି କୁଷ୍ଠରୋଗାକ୍ରାନ୍ତ ବ୍ୟକ୍ତିଙ୍କ ସହ ଘୃଣା ଓ ସାମାଜିକ ଭେଦଭାବ ରୋକିବା ଲାଗି ନିରନ୍ତର ପ୍ରୟାସ ଜାରି ରଖିବି। ମୁଁ ଏହା ମଧ୍ୟ ଶପଥ ନେଉଅଛି କି ସାମୂହିକ ସଚେତନତା ଦ୍ୱାରା ସମସ୍ତ ଭ୍ରାନ୍ତ ଧାରଣା ଗୁଡ଼ିକୁ ଦୂରେଇ ଦେଇ ନିଶ୍ଚିତ କରିବି ଯେ ଜଣେ ମଧ୍ୟ କୁଷ୍ଠରୋଗାକ୍ରାନ୍ତ ବ୍ୟକ୍ତି ଅବହେଳିତ ହୋଇ ରହିବେ ନାହିଁ। ଧନ୍ୟବାଦ।